ମନୁଷ୍ୟର ଜନ୍ମ ଓ ମୃତ୍ୟୁ ଅନିବାର୍ଯ୍ୟ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧର୍ମୀୟ ବିଶ୍ୱାସ ପରମ୍ପରା ଅନୁସାରେ ପ୍ରତ୍ୟେକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥାଏ। ବର୍ଷ ଧରି ଭବାନୀପାଟଣାରେ ବସବାସ କରୁଥିବା ଦେବାଙ୍ଗ ସଙ୍ଗମ ସମ୍ପ୍ରଦାୟଙ୍କ ପରଲୋକ ହେଲେ ଶେଷକୃତ୍ୟ କରିବେ କେଉଁଠି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶତାଧିକ ବର୍ଷ ଧରି ଭବାନୀପାଟଣା ନିକଟସ୍ଥ ଦୁଆରସୁନି ପଞ୍ଚାୟତର ଦାମୋଦରପୁର ଗ୍ରାମରେ ଖାତା ନମ୍ବର 71 ପ୍ଲଟ ନମ୍ବର 54ର 1 ଏକର 58 ଡିସିମିଲ୍ ଜାଗା ଶ୍ମଶାନ ପାଇଁ ରହିଛି। ଶତାଧିକ ବର୍ଷ ଧରି ଏହି ଶ୍ମଶାନରେ ଧାର୍ମିକ ପରମ୍ପରା ଅନୁସାରେ ମୃତକଙ୍କୁ ସମାଧି ଦିଆଯାଉଛି। କିନ୍ତୁ ଉକ୍ତ ଶ୍ମଶାନ ଜମିକୁ ଜବରଦଖଲ କରି ସେଠାରେ 2ଟି ପାଣି ଟାଙ୍କି ଓ ଶ୍ମଶାନ ମଝିରେ ଏକ କଚ୍ଚା ରାସ୍ତା ନିର୍ମାଣ କରାଯାଇଛି। ଏପରିକି ଏହି ଶ୍ମଶାନରେ ଗତ କିଛି ମାସ ତଳେ ଜଣକଙ୍କ ଶେଷକୃତ୍ୟ କରିବା ପାଇଁ ନେଇଥିବା ବେଳେ କିଛି ବ୍ୟକ୍ତି ବିରୋଧ କରିଥିଲେ। ଫଳରେ ମୃତକଙ୍କୁ ଅନ୍ୟ ଏକ ଶ୍ମଶାନରେ ଅନୁମତି ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାପଡ଼ିଛି। ଶତାଧିକ ବର୍ଷ ଧରି ଏହି ଶ୍ମଶାନରେ ନିଜ 5-6 ପିଢ଼ିଙ୍କ ଶେଷକୃତ୍ୟ କରିଥିବା ଓ ଶ୍ମଶାନ ପଟ୍ଟା ଥିଲେ ମଧ୍ୟ ଏହି ସମ୍ପ୍ରଦାୟଙ୍କୁ ସେଠାରେ ଶେଷକୃତ୍ୟ କରିବା ପାଇଁ ବିରୋଧ କରିବା ଫଳରେ ଏମାନେ ମୃତ୍ୟୁ ପରେ କେଉଁଠି କିପରି ଶେଷକୃତ୍ୟ ସମ୍ପନ୍ନ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭାବୁକ ହୋଇ ପ୍ରଶ୍ନ ଉଠାଇଛନ୍ତି ଦେବାଙ୍ଗ ସଙ୍ଗମ ସଦସ୍ୟ। ଏ ସମ୍ପର୍କରେ କଳାହାଣ୍ଡି ତହସିଲଦାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ରହିଛି। ଆଜ୍ଞା, ଆମ ଦେବାଙ୍ଗ ସଂଘର ଏଠି ଗୋଟେ ଶ୍ମଶାନ ଅଛି। ସେଇ ଶ୍ମଶାନଟା ଧୀରେ ଧୀରେ ସବୁ ଲୋକ ଏନକ୍ଲୋଜ୍ କରିବା ପାଇଁ ଚାଲିଛନ୍ତି। ସେ ଜାଗାରେ ସେ ପାଖରେ ଗୋଟେ ୱାଟର ଟ୍ୟାଙ୍କ ତିଆରି ହେଇଗଲାଣି। ଶ୍ମଶାନକୁ ଲାଗିକରି 1.58 ଏକରର ଯେଉଁ ଶ୍ମଶାନଟା ସେଟା କମି କମି ଜଷ୍ଟ 1 ଏକର ଚାଲିଗଲାଣି। ଏବେ ସେ ଯାହା 0.58 ଯାହା ବଚିଛି ତା ମଧ୍ୟରେ ଗୋଟେ କଚ୍ଚା ରୋଡ଼ ତିଆରି କରିବା ଆରମ୍ଭ କରିଦେଲେଣି। ଗତକାଲି ଆମେ ଯାଇଥିଲୁ ତହସିଲଦାରଙ୍କ ପାଖକୁ। ତହସିଲଦାର କହିଲେ ଠିକ୍ ଅଛି, କାମ ବନ୍ଦ କରାହେବ। ସାଙ୍ଗେ ସାଙ୍ଗେ ବିଡ଼ିଓଙ୍କୁ ଫୋନ୍ କଲେ। ସେମାନେ ଆମକୁ ପ୍ରତିଶ୍ରୁତି ଦେଲେ ଯେ କାମଟା ବନ୍ଦ ହେଇଯିବ। କିନ୍ତୁ ଏଇଭଳିଆ ପ୍ରତିଶ୍ରୁତି ଆମେ 3 ବର୍ଷ ହେଲା ପାଇସାରୁଛୁ। ଆଗକୁ କ'ଣ ହେବ ଆମେ କିଛି ଜାଣିପାରୁନୁ। ସେଥିପାଇଁ ଆମେ ଗଣମାଧ୍ୟମରେ ଆମ ଅଭିଯୋଗଟା ଦାଖଲ କରୁଛୁ। ଏହି ଶ୍ମଶାନଟି ଗତ 160 ବର୍ଷ ହେଲା ସେଇଠି ଲାଗି ରହିଛି। ଏବେ ଆମ ପରିବାରର 3-4 ପୁରୁଷ ସେଇଠି ଆମେ ତାଙ୍କର ମାନେ ଶବ ସଂସ୍କାର କରି ଆସିଛୁ ଆଜି ପର୍ଯ୍ୟନ୍ତ। ଧୀରେ ଧୀରେ ସେଇ ଜାଗାଟା ଲୋକମାନେ ଜୋର ଜବରଦଖଲ କରି ଆସୁଛନ୍ତି ଓ ଆମେ ସେଠିକି ଗଲେ ଆମକୁ ମନା କରୁଛନ୍ତି, ଏଇ ଜାଗା ତୁମେ ବ୍ୟବହାର କରିପାରିବ ନାହିଁ। ଏଇ ମଝିରେ ମୋର ପୁତୁରାଙ୍କର ଦେହ ତ୍ୟାଗ ହେଇଗଲା। ଆମେ ତାଙ୍କୁ ସେଠି ନେଲାବେଳେ ଆମକୁ ମନା କଲେ। ଆଉ ସେ ଗୋଟେ ମାନେ ଅତି ଇମୋସନାଲ୍ ଟାଇମ୍ରେ ଆମେ କ'ଣ କରିବୁ ବୁଝିନପାରି ପାଖରେ ଆଉ ଜଣଙ୍କ ଶ୍ମଶାନ ଗଲୁ ଆଉ ସେଠି ତାଙ୍କର ଶବ ସଂସ୍କାର କରି ଆସିଲୁ। କିନ୍ତୁ ମଲା ପରେ ଆମେ ଯେତେବେଳେ ଶବ ସଂସ୍କାର ହେବ, ସେଇଥିପାଇଁ ଗୋଟେ ଭଲ ଜାଗାଟେ ମିଳୁ। ମାନେ ସିଧା ଭାଷାରେ କହିବାକୁ ଗଲେ ଆମକୁ ମରିବା ପାଇଁ ଗୋଟେ ଜାଗା ଦିଆଯାଉ।